ସତରେ ଭାଇମାନେ, ଯିଏ ଯେଉଁ କର୍ମ କରେ ସେ କର୍ମର ଫଳ ତାକୁ ହିଁ ଭୋଗିବାକୁ ପଡ଼େ। କାହିଁକି ନା ଯେତେବେଳେ ପିତାମହ ଭୀଷ୍ମ ଶରଶଯ୍ୟାରେ ଶୋଇଥିଲେ ବହୁ କଷ୍ଟ ହେଉଥାଏ ତାଙ୍କୁ। ଭଗବାନ ଶ୍ରୀକୃଷ୍ଣଙ୍କୁ ମନେ ପକାଇଲେ, ପ୍ରଭୁ ମୋତେ ଆଉ କେତେଦିନ ଏମିତି କଷ୍ଟ ଭୋଗିବାକୁ ପଡ଼ିବ। ପ୍ରଭୁ ଆସି ସାମ୍ନାରେ ଯେତେବେଳେ ଛିଡ଼ା ହେଲେ, ଦେଖିଲେ ସତରେ ଭୀଷ୍ମ ବହୁ କଷ୍ଟ ପାଉଛନ୍ତି। ପଚାରିଲେ, ପ୍ରଭୁ କ'ଣ ମୋ ଦୁଃଖର କଷ୍ଟ ସରିନାହିଁ? ପ୍ରଭୁ ହସି ହସି ଉତ୍ତର ଦେଲେ, ଦେଖ ପିତାମହ ଭୀଷ୍ମ, ତୁମେ ତ ଗଙ୍ଗାର ପୁତ୍ର। ସମସ୍ତଙ୍କର ଧାରଣା ଥାଏ ଗଙ୍ଗାରେ ଯେତେ ପାପ କଲେ ବି ଥରେ ପାଦ ଦେଲେ ସେ ପାପ ଧୋଇଯାଏ। କିନ୍ତୁ ତୁମ ମା' କ'ଣ ତୁମକୁ ସେ ପାପରୁ ମୁକ୍ତ କରିପାରିଲେନି? ଦେଖ ପିତାମହ ଭୀଷ୍ମ, ପୂର୍ବଜନ୍ମରେ କେଉଁଠି ତୁମେ ଏମିତି କୁକର୍ମ କରିଥିଲ ଯେଉଁ କଷ୍ଟ ଆଜି ତୁମକୁ ଭୋଗିବାକୁ ପଡ଼ୁଛି। ତେଣୁ ନିଜ କର୍ମ ପ୍ରତି ନିଜେ ସଜାଗ ହେବା ନିହାତି ଆବଶ୍ୟକ। ନମସ୍କାର, ଜୟ ଜଗନ୍ନାଥ।